କାହାଣୀଟିଏ ଆପଣମାନଙ୍କ ପାଇଁ। ଆଜିର ସୁସାହିତ୍ୟିକା ଶ୍ରୀମତୀ ସୁଲେଖା ସାମନ୍ତରାୟ ତାଙ୍କର ଗଳ୍ପ ସଂକଳନ ମୂଳଦୁଆ ହଜିଯିବା ପରେ ସେଇଥିରୁ ଏକ କାହାଣୀ ଯାହାର ଶୀର୍ଷକ ମଧ୍ୟ ମୂଳଦୁଆ ହଜିଯିବା ପରେ। ଆସନ୍ତୁ ଶୁଣିବା। ମୂଳଦୁଆ ହଜିଯିବା ପରେ। ଗଣେଶ ପୂଜା ପାଇଁ ବିଦ୍ୟାଳୟ ଉତ୍ସବ ମୁଖରିତ। ଚାରିଆଡ଼େ ନାଲି, ନେଳି, ହଳଦିଆ ଇତ୍ୟାଦି ବିଭିନ୍ନ ରଙ୍ଗର ଜରି କାଗଜରେ ପତାକା ଓ ଝାଲେରି କରାହୋଇ ସଜା ହୋଇଛି। ହୋମକୁଣ୍ଡରୁ ପବିତ୍ର ଅଗ୍ନି ସହ ବାହାରୁଥିବା ପୋଡ଼ା ଘୃତର ବାସ୍ନା ଧୂପ ଓ ଝୁଣା ବାସ୍ନା ସହ ମିଶି ପୁରା ପରିବେଶକୁ ମହକାଇ ଦେଉଛି। ଆଜି ସବୁ ଝିଅ ନିତିଦିନର ଆକାଶିଆ ରଙ୍ଗର ସ୍କୁଲ ଡ୍ରେସ୍ ବଦଳରେ ହରେକ ରଙ୍ଗର ସୁନ୍ଦର ନୂଆ ପୋଷାକ ପିନ୍ଧି ଆସିଛନ୍ତି ମିଳିମିଶି ଗଣେଶ ପୂଜା କରିବାକୁ। ମାନିନୀ ତାହାର ନାଲି ଗୋଲାପ ଫୁଲ ଭର୍ତ୍ତି ଛିଟି ଛିଟିକା ଫ୍ରକ୍କୁ ବୁଲି ବୁଲି ଦେଖାଇ ସାରିବା ପରେ ଅନ୍ୟମାନଙ୍କ ସହ ଗଣେଶ ଆଗରେ ବସିଛି ପୁଷ୍ପାଞ୍ଜଳି ଦେବା ପାଇଁ। ବ୍ରାହ୍ମଣଙ୍କ ମନ୍ତ୍ର ପାଠ ଭିତରେ ମାନିନୀ ଅନଉଥିଲା ଚାରିଆଡ଼କୁ। ସାଙ୍ଗମାନଙ୍କ ସହ ସବୁ ଅପା ଓ ଦିଦିମାନଙ୍କର ନୂଆ ପୋଷାକକୁ ଭଲ କରି ନଜର କରୁଥିଲା ସେ। ଏଇଟା ତାର ଗୋଟେ ଅଭ୍ୟାସ। ଅନ୍ୟର ପୋଷାକ ଦେଖି କିଛି ରଙ୍ଗ କିମ୍ବା ଡିଜାଇନ୍ ତାକୁ ଆକର୍ଷଣୀୟ ମନେ ହେଲେ ଘରେ ଯାଇ ମାଆକୁ କହିବ ତା ନିଜ ଲାଗି ସେଭଳି ଫ୍ରକ୍ଟିଏ ତିଆରି କରିବା ପାଇଁ। ସମସ୍ତଙ୍କ ଭିତରେ ତାର ପ୍ରିୟ ଦିଦିଙ୍କୁ ନ ଦେଖି ଟିକେ ଆଶ୍ଚର୍ଯ୍ୟ ହେଲା ମାନିନୀ। ପାଖରେ ବସିଥିବା ସାଙ୍ଗ ପୁଷ୍ପାକୁ ପଚାରିଲା, ଏ ପୁଷ୍ପା, ଆମ ସୁଲତା ଦିଦି କାହାନ୍ତି? ପୁଷ୍ପା ବି ଚାରିଆଡ଼କୁ ଆଖି ପକାଇ ସୁଲତା ଦିଦିଙ୍କୁ ନ ପାଇ ଉତ୍ତର ଦେଲା, କେଜାଣି, ମୁଁ ତ ତାଙ୍କୁ ଆସିଲା ବେଳଠୁ ଦେଖି ନାହିଁ। ବ୍ୟଗ୍ର ହୋଇ ମାନିନୀ ଆଖି ବୁଲାଉଥିଲା ଚାରିଆଡ଼େ। ମନ ତାର ଗଣେଶଙ୍କ ବଦଳରେ ସୁଲତା ଦିଦିଙ୍କୁ ଖୋଜୁଥିଲା। ମାନିନୀର ସବୁଠାରୁ ଅଧିକ ପ୍ରିୟ ହେଉଛନ୍ତି ତାର ଶ୍ରେଣୀ ଶିକ୍ଷୟିତ୍ରୀ ସୁଲତା ଦିଦି। ସେ ପଢ଼ୁଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଇଂରାଜୀ ପାଠର ଦିଦି ସୁଲତା ପଟ୍ଟନାୟକଙ୍କୁ ଏମିତିରେ ସବୁ ଛାତ୍ରୀ ଭଲ ପାଆନ୍ତି। ତାଙ୍କ ନିଆରା ପଠନ ଶୈଳୀ ଇଂରାଜୀକୁ ସେ ବିଦ୍ୟାଳୟରେ କେହି କଷ୍ଟକର ପାଠ ବୋଲି ମନେ କରନ୍ତି ନାହିଁ। ଖାଲି ପାଠ ପଢ଼ା ନୁହେଁ, ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମରେ ସୁଲତା ଦିଦି ଅନ୍ୟ ଦିଦିମାନଙ୍କ ତୁଳନାରେ ଅଧିକ ସକ୍ରିୟ। ବାର୍ଷିକ ଉତ୍ସବରେ ପିଲାମାନଙ୍କୁ ନାଚ ଗୀତ ଶିଖାଇବା ଠାରୁ ଆରମ୍ଭ କରି କ୍ରୀଡ଼ା ପ୍ରତିଯୋଗିତା ବେଳେ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କ ସହ କାନ୍ଧରେ କାନ୍ଧ ମିଳେଇ ଅକ୍ଳାନ୍ତ ପରିଶ୍ରମ କରନ୍ତି ସେ। ସୁଲତା ଦିଦିଙ୍କୁ ନିଜର ଆଦର୍ଶ ଭାବେ ମାନି ନେଇଥିବା ମାନିନୀ ଆଉ ଥୟ ଧରି ପୂଜା ପାଖରେ ବସିପାରିଲା ନାହିଁ। ଉଠି ଆସି ଆଉ 3-4 ଜଣଙ୍କୁ ପଚାରିଲା ସୁଲତା ଦିଦିଙ୍କ ବିଷୟରେ। ସମସ୍ତଙ୍କର ସେ ଏକା ଉତ୍ତର ପୁଷ୍ପା ପରି। ଶେଷକୁ ମାନିନୀ ଯାଇ ପହଞ୍ଚିଲା ଗଣିତ ପଢ଼ଉଥିବା ଆରତୀ ଦିଦିଙ୍କ ପାଖେ। ଆଉ ପଚାରିଲା ସେଇ ଏକା ପ୍ରଶ୍ନ। ଟିକେ ଚମକିଗଲା ପରି ଆରତୀ ଦିଦି ଅନେଇଲେ ମାନିନୀକୁ। ଆଉ ଉତ୍ତର ଦେବା ବଦଳରେ ତାକୁ ଓଲଟା ପ୍ରଶ୍ନ କଲେ, କାହିଁକି ଖୋଜୁଛୁ ତାଙ୍କୁ? କି କାମ ଅଛି ତୋର ତାଙ୍କ ପାଖରେ? ନାଇଁ ଦିଦି, କାମ କିଛି ନାହିଁ। ସବୁ ଦିଦି ତ ଆସିଛନ୍ତି, ଆମ କ୍ଲାସ୍ ଟିଚର କାହିଁକି ଆସିନାହାନ୍ତି ବୋଲି ପଚାରୁଥିଲି। ତୋର ସେସବୁ ବୁଝିବା କିଛି ଦରକାର ନାହିଁ। ଯା ପୂଜା ପାଖେ ବସ, ପୁଷ୍ପାଞ୍ଜଳି ଦେବା ବେଳ ହେଇଗଲାଣି। ମୁହଁ ଶୁଖେଇ ମାନିନୀ ଫେରି ଆସିବା ବେଳେ ପଛରୁ ଅଳକା ଦିଦି କହିଲେ, ତୋ ସୁଲତା ଦିଦି ଆଜି ସ୍କୁଲ ଆସିବେ ନାହିଁ। ସେ ପରା। ଅଳକା ଦିଦିଙ୍କୁ ଅଧିକ କିଛି ନ କହିବାକୁ ଦେଇ ପ୍ରଧାନ ଶିକ୍ଷୟିତ୍ରୀ ମାନିନୀକୁ ତାଗିଦା କରି କହିଲେ, ଏଠି ଦିଦିମାନଙ୍କ ପାଖରେ କ'ଣ କରୁଛୁ ମାନିନୀ? ପୂଜା ପାଖକୁ ଯା। ହଁ, ଆଉ କାହାକୁ ଆଜି ସୁଲତା ଦିଦି କାହିଁକି ଆସିନାହାନ୍ତି ବୋଲି ପଚାରିବୁ ନାହିଁ। ଦିଦିମାନଙ୍କ ପାଖରୁ ଚାଲି ଆସି ଚୁପଚାପ ଗଣେଶଙ୍କ ଆଗରେ ବସିଲା ମାନିନୀ। ମନରେ ତାର କିନ୍ତୁ ଆଗର ସେ ସରସତା ନଥିଲା। ମନେ ମନେ ଭାବୁଥିଲା, କ'ଣ ହେଇଛି ତା ସ୍ନେହର ସୁଲତା ଦିଦିଙ୍କର? ଏତେ ବଡ଼ ଖୁସିର ଦିନରେ ସେ ସ୍କୁଲ ନ ଆସି ରହିଯାଇଛନ୍ତି କେମିତି? ସବୁ ଦିଦିଙ୍କ ଭିତରେ ଅଧିକ ସୁନ୍ଦର, ସ୍ମାର୍ଟ, ଦକ୍ଷ ତଥା ପିଲାମାନଙ୍କ ଭିତରେ ପିଲାଙ୍କ ପରି ମିଶି ଯାଉଥିବା ସୁଲତା ଦିଦିଙ୍କ ଉପସ୍ଥିତି ନା ଗଣେଶ ପୂଜାର ମଜା ଫିକା ହେଇଗଲା ମାନିନୀ ପାଇଁ। ଯନ୍ତ୍ରଚାଳିତ ମଣିଷଟିଏ ପରି ମାନିନୀ ପୁଷ୍ପାଞ୍ଜଳି ଦେଇ ମୁଣ୍ଡିଆ ମାରିଲା। ଭୋଗର ଲଡ଼ୁ, ଚୁଡ଼ାଘଷା, ଫଳ ଇତ୍ୟାଦି ସବୁ ଛାତ୍ରୀଙ୍କୁ ଗୋଟେ ଗୋଟେ ଛୋଟ ଖଲିପତ୍ର ଦନାରେ ଧରେଇ ଦେଲେ ଦିଦିମାନେ। ମାନିନୀର ସବୁ ସାଙ୍ଗମାନେ ଭୋଗ ଖାଇବା ଆରମ୍ଭ କଲାବେଳେ ମାନିନୀ ତାହା ନ ଖାଇ ବାହାରି ଆସିଲା ପୂଜାସ୍ଥାନରୁ। ଟିକେ ଦୂରକୁ ଯାଇ ପାଖ ଶ୍ରେଣୀଗୃହକୁ ଅନେଇଲା। ଦେଖିଲା କେହି ନାହାନ୍ତି।
ସକାଳେ ଘରୁ ଆସିଲା ବେଳେ ମା ଦେଇଥିବା ବଡ଼ ସଫା ରୁମାଲରେ ଭୋଗଦାନାକୁ ମୁଠେଇ ଧରି ଭଲ କରି ବାନ୍ଧିଦେଲା। ଆଉ ଅନ୍ୟମାନେ ପୂଜା ଜାଗାରେ ବ୍ୟସ୍ତ ଥିବାବେଳେ ଚୁପଚାପ ଲୁଚି ପଳେଇ ଆସିଲା ସେ ସ୍କୁଲ ହତାରୁ। ସ୍କୁଲ ପାଖରେ ଏକ ଛୋଟ ଭଡ଼ା ଘରେ ରହନ୍ତି ସୁଲତା ଦିଦି। ଆଗରୁ ଥରେ ମାନିନୀ ଆସିଥିଲା ସେଠିକି। 10 ମିନିଟ୍ ବି ଲାଗିଲାନି ମାନିନୀକୁ ଦିଦିଙ୍କ ଘରେ ପହଞ୍ଚିବା ପାଇଁ। ଦେଖିଲା କବାଟ ଭିତରୁ ବନ୍ଦ ଅଛି। କଲିଂ ବେଲ୍ ବଜେଇଲା ମାନିନୀ। ଚଢ଼େଇ ବୋବିଲା ଭଳି କଲିଂ ବେଲ୍ର ସ୍ୱର, ଯାହାକୁ ମାନିନୀ ଭଲ କରି ମନେ ରଖିଥିଲା, ଧୀର ସ୍ୱରରେ ଭାସି ଆସିଲା ବାହାରକୁ। ସେ ଅପେକ୍ଷା କଲା କବାଟ ଖୋଲା ହେବାକୁ, କିନ୍ତୁ କବାଟ ଖୋଲିଲା ନାହିଁ। ପୁଣି ଥରେ ସେ ଚିପିଲା ସୁଇଚ୍କୁ, ତଥାପି କବାଟ ଖୋଲିଲା ନାହିଁ। ପୁଣି ଥରେ ଡରିଗଲା ମାନିନୀ। କ'ଣ ହେଇଛି କି ତା ସୁଲତା ଦିଦିଙ୍କର? ଅଧୈର୍ଯ୍ୟ ହୋଇ ଏଥର ଜୋରରେ କବାଟ ବାଡ଼େଇବାକୁ ଲାଗିଲା ମାନିନୀ। କିଛି କ୍ଷଣ ପରେ ଧଡ଼ କରି କବାଟ ଖୋଲିଲା ଓ ଏକରକମ ଚିତ୍କାର କରି ସୁଲତା ଦିଦି କବାଟ ସେପଟେ ଠିଆ ହୋଇ ପଚାରିଲେ, କିଏ ସେ ଏମିତି ଅଭଦ୍ରଙ୍କ ପରି କବାଟ ବାଡ଼ଉଛ? ଦିଦିଙ୍କର ଏ କଡ଼ା କଥାରେ ଆହୁରି ଡରିଗଲା ମାନିନୀ। ମାତ୍ର ଏ ଡର ଥିଲା ଅଲଗା ପ୍ରକାରର। ମାନିନୀ ଭାବୁଥିଲା, ଏ କ'ଣ ତାର ସେ ଅତି ପ୍ରିୟ ସୁଲତା ଦିଦି, ଯିଏ କେବେ ବି ପିଲାଙ୍କୁ କଡ଼ା କଥା କହନ୍ତି ନାହିଁ। ସବୁବେଳେ ହସ ହସ ମୁହଁରେ ମଧୁର ସ୍ୱରରେ କଥା କହୁଥିବା ସୁଲତା ଦିଦିଙ୍କର ଆଜି ଏ ରୂପ କାହିଁକି? ସାମ୍ନାରେ ମାନିନୀକୁ ଦେଖି ଚୁପ୍ ହୋଇଗଲେ ସୁଲତା ଦିଦି। ହଠାତ୍ ସ୍ୱର ପରିବର୍ତ୍ତନ କରି ପଚାରିଲେ, ମାନିନୀ, ତମେ ସ୍କୁଲ ନ ଯାଇ ଏଠି କାହିଁ ଆସିଛ? ଅନ୍ୟ ଦିଦିଙ୍କ ପରି ସୁଲତା ଦିଦି କୌଣସି ଛାତ୍ରୀକୁ ତୁ କରି ସମ୍ବୋଧନ କରନ୍ତି ନାହିଁ। ତାଙ୍କର ପ୍ରତି କଥା ଓ କାର୍ଯ୍ୟକଳାପରେ ଏକ ଅଲଗା ପ୍ରକାର ସମ୍ଭ୍ରମବୋଧ ବାରିପାରେ ମାନିନୀ। ସେଥିପାଇଁ ବେଶୀ ଭଲ ଲାଗନ୍ତି ତାକୁ ଏଇ ଦିଦି। ତଳକୁ ମୁହଁ ପୋତି ମାନିନୀ ଉତ୍ତର ଦେଲା, ସ୍କୁଲ ଯାଇଥିଲି। ପୂଜା ପାଖରେ ଆପଣଙ୍କୁ ନ ଦେଖି ଭାବିଲି ବୋଧେ ଆପଣଙ୍କ ଦେହ ଖରାପ, ସେଥିପାଇଁ ଚାଲି ଆସିଲି ଆପଣଙ୍କ ଘରକୁ। କ୍ଷଣିକ ପାଇଁ ଗାଢ଼େଇ କରି ସୁଲତା ଦିଦି ଅନେଇଲେ ମାନିନୀକୁ। ତାପରେ ଧୀର ସ୍ୱରରେ କହିଲେ, ଭିତରକୁ ଆସ। ଦିଦିଙ୍କ ପଛେ ପଛେ ଘର ଭିତରକୁ ଗଲା ମାନିନୀ। ତାକୁ ସୋଫାରେ ବସିବାକୁ କହି ଦିଦି ପୁଣି ଯାଇ କବାଟ ବନ୍ଦ କରିଦେଲେ। ତାପରେ ନିଜେ ଯାଇ ବସିଲେ ସାମ୍ନା ସୋଫାରେ, ଆଉ ଏକ ଲୟରେ ଅନେଇ ରହିଲେ ମାନିନୀ ବସିଥିବା ସୋଫାର ପଛ କାନ୍ଥକୁ। ନା ମାନିନୀ ପାଟି ଫିଟେଇ ପାରୁଥାଏ, ନା ସୁଲତା ଦିଦି କିଛି କହୁଥାନ୍ତି। ନୀରବତାରେ କଟିଗଲା ବେଶ କିଛି କ୍ଷଣ। ତା ଭିତରେ ମାନିନୀ ଲୁଚି ଲୁଚି ଅନଉଥିଲା ତା ଦିଦିଙ୍କ ମୁହଁକୁ। ଭଲ କରି ନିରୀକ୍ଷଣ କରି ଜାଣିପାରିଲା, ସେ ଆସିବା ଆଗରୁ ଦିଦି କାନ୍ଦୁଥିଲେ। ବହୁତ ସମୟ କାନ୍ଦିବା ପରେ ମୁହଁ ଯେମିତି ଫୁଲିଯାଏ, ସେମିତି ଦିଶୁଥିଲା ତାଙ୍କର ମୁହଁ। ଲାଗୁଥିଲା ଯେମିତି ଲୁହରେ ଭର୍ତ୍ତି ହୋଇ ରହିଛି ଆଖି ଦୁଇଟି, ପଦେ କଥାରେ ଝରିଯିବେ ଅମାନିଆ ହୋଇ। ଆଉ ଚୁପ୍ ହୋଇ ରହିପାରିଲା ନାହିଁ ମାନିନୀ। କହିଲା, ଆପଣ ପୂଜାକୁ ଆସିନଥିବାରୁ ଗଣେଶଙ୍କ ଭୋଗ ନେଇ ଆସିଥିଲି ମୁଁ। କହିଦେଇ ଲୁଚେଇ ଧରିଥିବା ଭୋଗ ପଡ଼ିଆଟି ଥୋଇଦେଲା ସୋଫା ଆଗରେ ଥିବା ଛୋଟ ଟେବୁଲ ଉପରେ। କ'ଣ କହିଲ? ଭୋଗ? ମୁଁ ତ ସେ ଭୋଗ ଖାଇବିନି। ହଠାତ୍ ସ୍ୱପ୍ନ ରାଜ୍ୟରୁ ଫେରି ଆସିଲା ପରି ଉତ୍ତର ଦେଲେ ସୁଲତା ଦିଦି। ଖାଇବେନି? କାହିଁକି? ମୁଁ ଅଇଁଠା କରିନି ଦିଦି। ଯେମିତି ମୋତେ ଭୋଗ ମିଳିଲା ସାଙ୍ଗେ ସାଙ୍ଗେ ଧରି ଏଠିକୁ ଆସିଛି ମୁଁ, ଟିକେ ମନ ଦୁଃଖରେ କହିଲା ମାନିନୀ। ସୁଲତା ଦିଦି କିଛି ଉତ୍ତର ଦେଲେ ନାହିଁ। ଅଳ୍ପ ସମୟ ପରେ ଉଠି ଆସି ମାନିନୀ ପାଖରେ ବସିଲେ। ମାନିନୀକୁ ଏକରକମ କୋଳେଇ ଧରି ତା କପାଳରେ ଅତି ଆବେଗରେ ସ୍ନେହରେ ଚୁମାଟିଏ ଦେଲେ, ଆଉ କହିଲେ, ତୁମେ ମୋତେ ବହୁତ ଭଲ ପାଅ ନା ମାନିନୀ? ମୁଁ ଜାଣେ, ମୁଁ ଯଦି ବାହା ହେଇଥାନ୍ତି ମୋର ବି ତୁମ ପରି ଝିଅଟିଏ ଥାନ୍ତା। ତ ବାହା ହେଲେନି କାହିଁକି ଯେ? ଏକରକମ ବୋକା ପରି ପଚାରିଲା ଦୁନିଆକୁ ଅଳ୍ପ ଅଳ୍ପ ବୁଝିବାକୁ ଆରମ୍ଭ କରିଥିବା 13 ବର୍ଷର ଝିଅ ମାନିନୀ। ତା ମୁଣ୍ଡ ଉପରେ ଦୀର୍ଘଶ୍ୱାସଟିଏ ଛାଡ଼ି ସୁଲତା ଦିଦି କହିଲେ, ଯାହାକୁ ଭଲ ପାଉଥିଲି ସେ ବି ମୋତେ ଭଲ ପାଉଥିଲା। ତାଙ୍କ ଘର ଲୋକେ କିନ୍ତୁ ରାଜି ହେଲେ ନାହିଁ। ବହୁତ ବର୍ଷ ଅପେକ୍ଷା କଲି, କାଳେ ସେମାନେ ବୁଝିବେ। ମାତ୍ର ଶେଷକୁ ଘର ଲୋକଙ୍କ କଥା ମାନି ସେ ଆଉ ଜଣଙ୍କୁ ବାହା ହେଇଗଲା, ଆଉ ମୁଁ ଏମିତି ରହିଗଲି। ଆପଣଙ୍କ ପରି ରୂପର ଗୁଣର ଝିଅକୁ ପୁଣି ବୋହୂ କରିବାକୁ କେଉଁ ମୂର୍ଖ ଲୋକ ମନା କଲେ? ମୁହଁକୁ ବିକୃତ କରି ମନ୍ତବ୍ୟ କଲା ମାନିନୀ। ନା ରେ ମା, ସେମାନେ ମୂର୍ଖ ନୁହନ୍ତି, ବେଶ ଭଲ ଲୋକ ସେମାନେ। କିନ୍ତୁ କ'ଣ କହି ଏ ଛୋଟ ଝିଅକୁ ବୁଝେଇବେ ଭାବି ପାରୁନଥିଲେ ସୁଲତା ଦିଦି। ହଠାତ୍ କିଛି ଗୋଟେ ମନେ ପଡ଼ିଗଲା ପରି ସେ ଠିଆ ହୋଇଗଲେ ଓ ମାନିନୀର ହାତ ଧରି ଠିଆ କରେଇଦେଲେ। ତାପରେ ନିଜ ପଛକୁ ବୁଲି ମାନିନୀକୁ ବି କାନ୍ଥ ଆଡ଼କୁ ସାମ୍ନା କରି ଠିଆ କରେଇଦେଲେ। କାନ୍ଥରେ ଝୁଲୁଥିବା ଏକ ବିରାଟ ତୈଳଚିତ୍ର ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ, ମାନିନୀ, ଏ ପେଣ୍ଟିଂକୁ ଦେଖ ଭଲ କରି, ମୁଁ ନିଜେ କରିଛି।
କେମିତି ହେଇଛି? କାନ୍ଥରେ ଝୁଲୁଥିବା ଚିତ୍ରଟିକୁ ଭଲ କରି ଅନେଇଲା ମାନିନୀ। ଚମତ୍କାର ତୈଳଚିତ୍ରଟିଏ, କୃଶବିଦ୍ଧ ଦିଶୁଙ୍କର। ଦେଖିଲେ ମନେ ହେଉଥିଲା ସତେ ଯେପରି ସାରା ବିଶ୍ୱର ଦୁଃଖକୁ ସେ ନିଜ ଭିତରେ ଧରି ରଖିଛନ୍ତି। ଚୁପଚାପ ଗୁରୁ ଶିଷ୍ୟା ଦୁହେଁ ଦେଖୁଥିଲେ ଚିତ୍ରକୁ। ଦେଖିବା ଭିତରେ ସୁଲତା ଦିଦି ନିଜ ଅତୀତକୁ ଖୋଜୁଥିବା ବେଳେ ମାନିନୀ ମନ ଭିତରେ ଗୋଟିଏ ବିଦ୍ୟୁତ୍ ତରଙ୍ଗ ଖେଳିଗଲା ଯେପରି। ତା କନାରେ ପ୍ରତିଧ୍ୱନିତ ହେଲା ଅଳକା ଦିଦିଙ୍କର ତାତ୍ସଲ୍ୟ ଭରା କଥା, ତୋ ସୁଲତା ଦିଦି ଆଜି ସ୍କୁଲ ଆସିବେ ନାହିଁ। ଛୋଟ ପିଲା ହେଲେ ବି ମାନିନୀ ବୁଝିବାକୁ ଆରମ୍ଭ କରିଥିଲା ସେ ମନ୍ତବ୍ୟର ରହସ୍ୟ। ମୁଁ ଖ୍ରୀଷ୍ଟିଆନ ମାନିନୀ, ସେଥିପାଇଁ ଗଣେଶ କି ସରସ୍ୱତୀ ପୂଜା ଦିନ ମୁଁ ସ୍କୁଲ ଯାଏ ନାହିଁ। ମୋ ଜେଜେଙ୍କ ଜେଜେବାପା 9ଙ୍କ ଦୁର୍ଭିକ୍ଷ ସମୟରେ ନିଜକୁ ବଞ୍ଚେଇବାକୁ ଯାଇ ଧର୍ମ ପରିବର୍ତ୍ତନ କରିଥିଲେ। ମାନିନୀ ଅନେଇଲା ଦିଦିଙ୍କ ମୁହଁକୁ। ସେ ମୁହଁରେ ଆଉ ଲୁହ ଦିଶୁନଥିଲା, ଅଭିଯୋଗ ବି ନଥିଲା, ଥିଲା କେବଳ ପରିସ୍ଥିତି ସହ ନିଜକୁ ଚଳେଇ ନେବାର ଦୃଢ଼ ମାନସିକତା। ବହୁ ଲୋକ ଜାଣିପାରନ୍ତି ନାହିଁ ଏକଥା। ସେ ମଧ୍ୟ ଜାଣି ନପାରି ମୋତେ ଭଲ ପାଇ ବସିଥିଲେ। ଜାଣିବା ପରେ ଟିକେ କୁଣ୍ଠିତ ହେଲେ, ତାପରେ ମନକୁ ବୁଝେଇ ଦେଇ ବାହା ହେବାକୁ ରାଜି ହେଲେ। ମାତ୍ର ମାନିନୀ ଆଗରେ ମନ କଥା ଖୋଲି କହିଦେଇ ସୁଲତା ଦିଦି ହାଲୁକା ଅନୁଭବ କଲାବେଳେ ମାନିନୀର ହୃଦୟ କିନ୍ତୁ ଭାରାକ୍ରାନ୍ତ ହୋଇ ଉଠୁଥିଲା। ଧୀରେ କରି ଟେବୁଲ ଉପରୁ ଭୋଗଦାନାକୁ ଉଠେଇ ମାନିନୀ ଚାଲିଯିବା ବେଳେ ପଛରୁ ଦିଦି କହିଲେ, ସେ ଭୋଗ ରଖିଯାଅ ମାନିନୀ, ମୁଁ ଖାଇବି, କିନ୍ତୁ କାହାକୁ କହିବନି ଏ କଥା। କିଏ ଜାଣେ, ଗଣେଶଙ୍କ ଆଶୀର୍ବାଦ ପାଇଲେ ହୁଏତ ଆର ଜନ୍ମରେ ମୋ ମନର ମଣିଷକୁ ମୁଁ ପାଇପାରିବି। କାହାଣୀଟି କେମିତି ଲାଗିଲା ନିଶ୍ଚୟ ମତାମତ ଦେବେ। ଧନ୍ୟବାଦ।